ଭଗବାନଙ୍କର ପ୍ରୀତିରେ କୌଣସି ପ୍ରକାର ଇତର ଇଚ୍ଛା ନଥାଏ କୃଷ୍ଣଙ୍କର ପ୍ରୀତି ବିଧାନ ବ୍ୟତୀତ। କିନ୍ତୁ ପ୍ରଭୁପାଦ ଯେମିତି କହୁଛନ୍ତି ଲଙ୍ଗ ଷ୍ଟାଣ୍ଡିଂ ଆସୋସିଏସନ, ବହୁ ଜନ୍ମ ଧରି ଯେତେବେଳେ ଆମେ ଭୌତିକ ଜଗତରେ ଆମେ ମାୟାର ସଙ୍ଗ କରିଛନ୍ତି, ଭୌତିକ ଜିନିଷକୁ ଅଧିକାର ସାବ୍ୟସ୍ତ କରିଛନ୍ତି, ତାକୁ ଭୋଗ କରିବା ପାଇଁ ଚେଷ୍ଟା କରିଛନ୍ତି, ବହୁତ ସମୟରେ ଲୁଣ୍ଠନ କରିଛନ୍ତି, ତ ସେଥିପାଇଁ ସେ ମନ ପ୍ରତି ଆମ ହୃଦୟରେ ସ୍ଥାପିତ ହେଇକି ଅଛି। ତେଣୁ ଭଗବାନଙ୍କର ଏଇ ନାମ ଜପ ମାଧ୍ୟମରେ ଯେମିତି ଆମେ ଶ୍ରବଣ କରୁଥିଲେ କି ବିଶେଷ କରିକି 7 ପ୍ରକାର ବେନିଫିଟ୍ସ ମିଳେ। ତ ପ୍ରଥମ ବେନିଫିଟ ଚେତୋ ଦର୍ପଣ ମାର୍ଜନମ, ଆମ ହୃଦୟର ଦର୍ପଣ ମହିଳା କୁ ମାର୍ଜିତ କରେ। ତ ଏହାର ଅର୍ଥ କଣ? ଭଗବାନଙ୍କର ଭକ୍ତି କଲେ ବାହାର ଲୋକମାନେ ଯେମିତି ଆହାର ନିଦ୍ରା ଭୟ ମୈଥୁନ ବ୍ୟତୀତ ଅଲଗା କିଛି ଜାଣନ୍ତିନି, ଭଗବାନଙ୍କର ଭକ୍ତି କଲେ ଜଣଙ୍କର ଏଇଭଳି ଯୋଉ ମହିଳା ଅଛି ସେ ଫାଷ୍ଟ ଆଇଡେଣ୍ଟିଫାଏ ହେଇଯାଏ ଏଇ ଜାଗାରେ ସ୍ପଟ ଅଛି ବୋଲି। କିନ୍ତୁ ଆମେ ଯେତେବେଳେ ଭକ୍ତି ମାର୍ଗକୁ ଆସନ୍ତି, ଆସିବା ପୂର୍ବରୁ ଆମକୁ ଲାଗେ ଭକ୍ତି ଆକର୍ଷଣୀୟ ଲାଗେ, କିନ୍ତୁ ମାର୍ଗକୁ ଆସିଲା ପରେ ଯେତେବେଳେ ମୁଖ୍ୟ ସ୍ରୋତରେ ଆମେ ଯୋଗ ଦିଅନ୍ତି କି ନାଇଁ ନାମ ଜପ କରିବା, ସେତେବେଳେ ଆମର ଯଦି କେହି ବି କିଛି ଦୋଷ ଦେଖନ୍ତି, ତ ଆମେ କେତେ ଦୂର ସେ ଦୋଷକୁ ଗ୍ରହଣ କରିପାରନ୍ତି ତାକୁ ରେକ୍ଟିଫାଏ କରିବା ପାଇଁ। କାହିଁକି ନା ସ୍ୱାଭାବିକ ରୂପରେ ଆମର ରିଭୋଲ୍ଟ ମାନେ କଣ ସେଟା ବିଦ୍ୱେଷୀ ମନୋଭାବ ଅଛି। ତେଣୁ କେହି ବି ଆମର ଏତେ କେହି ଭୁଲ ଦେଖନ୍ତି ଆମେ ସହ୍ୟ କରିପାରନ୍ତିନି। ତ ଭକ୍ତି ଜୀବନରେ ଗୋଟେ ମୁଖ୍ୟ ଗୁଣ ଯାହାର ଆଧାରରେ ଆମର ଭକ୍ତି ଜୀବନ ପର୍ଯ୍ୟବେସିତ ହବା ଦରକାର, ତାହା ହେଲା ହ୍ୟୁମିଲିଟି, ନମ୍ରତା। ନମ୍ରତା ଶବ୍ଦର ଅର୍ଥ ଭଗବାନଙ୍କର ଉପରେ ପୂର୍ଣ୍ଣ ରୂପେ ଜଣେ ନିର୍ଭର ରହିକି ଭକ୍ତିକୁ ଆପଣେଇବା। ଯେତେବେଳେ ଆମେ କହୁଛେ ଆମେ ଭଗବାନଙ୍କ ଉପରେ ପୂର୍ଣ୍ଣ ରୂପେ ନିର୍ଭର ରହିବା, ତାର ସରଳ ଅର୍ଥରେ ଭଗବାନଙ୍କର ପ୍ଲାନ କୁ ଆମେ ଗୁରୁ ସାଧୁ ଶାସ୍ତ୍ର ସମ୍ମତି କ୍ରମେ ବୁଝିବା ଆଉ ସେଇ ଅନୁସାରେ ଚାଲିବା। ୟା ଭିତରେ ଯଦି କୌଣସି ଅନର୍ଥ ଦ୍ଵାରା ଆମେ ପ୍ରଭାବିତ ହୁଅନ୍ତି, ଆଜ ଅବଷ୍ଟାକଲ ଆମକୁ ବାଧା ସାଜେ, ସେତେବେଳେ ଆମକୁ କଣ କରିବାର ଅଛି? ଏଇ ଗୁରୁ ଏବଂ ସାଧୁ ଶାସ୍ତ୍ର ୟାଙ୍କର ହିଁ ଆଶ୍ରୟ ନେବାର ଅଛି। କେବେ ବି ଆମକୁ ଆମର ମନକୁ ମନର ଆଶ୍ରୟରେ ନେବାର ନାହିଁ। ତେଣୁ ସେଥିପାଇଁ ଆମକୁ ଭକ୍ତି ଜୀବନରେ ଆସିବା ପରେ ମଧ୍ୟ ବହୁତ ସମୟରେ, କାଲି ଜଣେ ଡିଭୋଟି ଆସିଥିଲେ, କହିଲେ କି ପ୍ରଭୁ ଯେ ମୁଁ ଯେବେଠୁ ଜପମାଳା ନେଇଛି ସେବେଠାରୁ ମୋର ଜୀବନରେ ସମସ୍ୟା ଏତେ ବଢି ବଢି ଆସିଛି ମୁଁ ଏକ୍ସପେକ୍ଟ ବି କରିପାରୁନି। ତେଣୁ ମୁଁ ସେତେବେଳେ ବି ତାଙ୍କୁ କହିଥିଲି, ଯେତେବେଳେ ଜପମାଳ ନେଇଥିଲେ, କି ତୁମେ ଜପମାଳା ନଉଛ ନୋ ଡାଉଟ ତୁମେ ଭଗବାନଙ୍କର ସନ୍ନିକଟ ହଉଛ, କିନ୍ତୁ ସେଇ ସମୟରେ ମଧ୍ୟ ମାୟା ନିଶ୍ଚୟ ପରୀକ୍ଷା କରିବ। ତେଣୁ ଆମେ ଭଗବାନଙ୍କ ଆଡକୁ ଯାଉଛେ, ଭଗବାନ ଆଉ 10 ପାଦ ଆମ ଆଡକୁ ଆସିବେ, କିନ୍ତୁ ମାୟା କଣ କରିବ? ମାୟା ତ ଭଗବାନଙ୍କ ପାଦରେ କଣ୍ଟା ପକେଇ ପାରିବନି, ଭଗବାନଙ୍କର ଆମ ପାଦରେ କଣ୍ଟା ପକେଇଦବ। ଅର୍ଥାତ୍ ମାୟା ସବୁବେଳେ ଟେଷ୍ଟ କରିବ, ଇଫ ଦିସ୍ ଡିଭୋଟି ଇଜ ଜେନ୍ୟୁଇନ୍ ଅର୍ ନଟ୍। ୟା ଭିତରେ ଅଲଗା କୌଣସି ଇତର ଇଚ୍ଛା ଅଛି କି ନାହିଁ, ଏହା କୃଷ୍ଣ ପ୍ରତିବିଧାନ ପାଇଁ କାମ କରିବା ପାଇଁ ଆସିଛନ୍ତି ନା ନାହିଁ, ଏ ଜୀବ ପାଖରେ କେତେ ଦୂର ଅନର୍ଥ ଦ୍ଵାରା ଏହା ପ୍ରଭାବିତ ହେଇଛି। ଇଂଲିଶରେ ଗୋଟେ ୱାର୍ଡ ଅଛି ସସେପ୍ଟେବଲ କରିକି, ସସେପ୍ଟେବଲ ମାନେ କୌଣସି ବି ଅନର୍ଥ ଦ୍ଵାରା ଆମେ ତୁରନ୍ତ ପ୍ରଭାବିତ ହେଇଯିବା। ସେଥିପାଇଁ ଆମକୁ ସହନଶୀଳତା ବଢେଇବାର ଅଛି, ନା କି କେବଳ ଦୁଃଖକୁ ସହ୍ୟ କରିବା ପାଇଁ ସହନଶୀଳତା କେବଳ ଗୋଟିଏ ମାର୍ଗ ନୁହେଁ, କିନ୍ତୁ ଆମେ କେତେ ଦୂର ଭଗବାନଙ୍କ ଉପରେ ନିର୍ଭରଶୀଳ। ସାରା ଦୁନିଆ ତ କେବଳ ଆତ୍ମନିର୍ଭରଶୀଳ କଥା କହୁଛି, କିନ୍ତୁ ଭଗବାନଙ୍କ ଉପରେ କେତେ ନିର୍ଭରଶୀଳ, ପ୍ରଭୁପାଦଙ୍କର ଉପରେ ଆମେ କେତେ ନିର୍ଭରଶୀଳ, ଏହା ଆମର ଭକ୍ତି ଜୀବନକୁ ଏକ ପରୀକ୍ଷା କରିବା ପାଇଁ ଗୋଟେ ସ୍କୋପ ପ୍ରଦାନ କରିବ। ତେଣୁ ଆସନ୍ତୁ ଆମେ ସମସ୍ତେ ଭଗବାନଙ୍କର ନାମ ଉପରେ ପୂର୍ଣ୍ଣ ଭରସା ରଖିକି, ନାମ ହିଁ ଏକ ଆମର ସମ୍ପତ୍ତି, ଯୋଗ ସମ୍ପତ୍ତି ଏଥିପାଇଁ କୁହାଯାଏ, ନାମ ଉପରେ ପୂର୍ଣ୍ଣ ଭରସା ରଖିକି ଭଗବାନଙ୍କର ଆଡକୁ ଆମେ ଅଗ୍ରସର ହବା। हरे कृष्ण। श्रील प्रभुपाद की जय। श्री हरि नाम प्रभु की जय। वैष्णव प्रणाम मुद्रा। वैष्णव माने वांछा कल्पत्र सदृश क्षमाशील दयाल सागर पतित जीवनकर उद्धार करी दैनंदिन जीवन रे ज्ञात वा अज्ञात रे यदि कौन साधु गुरु वैष्णव निकटर अपराध होता है, ताले प्रातः मुहूर्त रे सेवानंद चरण कमल रे क्षमा प्रार्थना मांगी।
पञ्चाकल्पतरोर्भ्यश्च कृपा सिन्धुभ्येव च पतितानं पावनेभ्यो वैष्णवेभ्यो नमः। अनंत कोटि वैष्णव भक्त वृंद की जय। नवाचार्य श्री हरिदास ठाकुर की जय। वैष्णव ठाकुर श्रील प्रभुपाद की जय। हरे कृष्ण।